হিয়া ଯିବି ମୁଁ ମନ୍ଦିର হিয়া ପୂଜିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର କିଆ ଯିବି ମୁଁ ମନ୍ଦିର କିଆ ପୂଜିବି ପଥର ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର। ଆପଣ ମାନେ ଶୁଣିଛନ୍ତି ପିତୃଭକ୍ତ ଶ୍ରବଣ କୁମାର ଅନ୍ଧ ଅନ୍ଧୁଣୀ ବାପା ମାଙ୍କୁ ନେଇ ତୀର୍ଥ ପର୍ଯ୍ୟଟନ କରିବା ଉଦ୍ଦେଶ୍ୟରେ ଯେତେବେଳେ ଶ୍ରବଣ କୁମାର ଭ୍ରମଣ କରୁଥିଲେ, ଦୈବ ଯୋଗ ବଶତଃ ପ୍ରଭାତ ସମୟରେ ବାପା ମା ଯେତେବେଳେ ତୃଷାତୁର ହୋଇଛନ୍ତି, ବାପା ମାଙ୍କର ତୃଷା ମେଣ୍ଟେଇବା ପାଇଁ ପାଣି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଯେତେବେଳେ ଝରଣା ନିକଟକୁ ଯାଇଛନ୍ତି, ଏତିକି ବେଳରେ ଅଯୋଧ୍ୟାପତି ରାଜା ଦଶରଥ ମୃଗୟା ଉଦ୍ଦେଶ୍ୟରେ ଯାଇଥାନ୍ତି ଅରଣ୍ୟ। ଯେତେବେଳେ କଳସୀରେ ପାଣି ବୁଡ଼ଉଛନ୍ତି ଶ୍ରବଣ କୁମାର, ସେହି ଶବ୍ଦକୁ ଅନ୍ୱେଷଣ କରି ରାଜା ଦଶରଥ ସେଦିନ ଶବ୍ଦଭେଦୀ ବାଣଟାକୁ ପ୍ରୟୋଗ କଲେ। ସେହି ଶବ୍ଦଭେଦୀ ବାଣ ଯେତେବେଳେ ବାଣ ଯାଇଥିଲା, ଶବ୍ଦଭେଦୀ ବାଣର ଧର୍ମ ହେଉଛି ଯୋଉଠୁ ଶବ୍ଦଟା ବାହାରିବ ସେଇଠି ଆଜ୍ଞା ବାଣଟା ଯାଇ ପହଞ୍ଚିବ। ହେଲେ କଳସୀରେ ଯେତେବେଳେ ପାଣି ବୁଡ଼ଉଥିଲେ ଶ୍ରବଣ କୁମାର, ସେ କଳସୀର ନିକଟରେ ଆଜ୍ଞା ଶବ୍ଦଟା ବାହାରିଥିଲା, ପାଣି ବୁଡ଼ିବାର ଶବ୍ଦ। ହେଲେ ରାଜା ଦଶରଥ ଯେଉଁ ଶବ୍ଦଭେଦୀ ବାଣଟାକୁ ପ୍ରୟୋଗ କଲେ, ସେ ବାଣଟା କାହିଁକି ଶ୍ରବଣ କୁମାରର ବକ୍ଷ ଭେଦ କଲା। ପାଣି ବୁଡ଼େଇବା ବେଳେ ଯେଉଁ ଶବ୍ଦଟା ବାହାରିଲା, ଇଏ ତ ଶବ୍ଦଭେଦୀ ନାରାଜ, ଶବ୍ଦଭେଦୀ ବାଣ। ତେଣୁ ସେ ବାଣଟା ଯାଇ ପ୍ରକୃତରେ କଳସୀ ନିକଟରେ ଯୋଉଠୁ ଶବ୍ଦଟା ବାହାରୁଛି ସେଇଠି ଆଜ୍ଞା ସ୍ୱରଟା ବାଜିବା କଥା। କିନ୍ତୁ ଇଏ ଶବ୍ଦଭେଦୀ ବାଣ ଯାଇ ଶ୍ରବଣ କୁମାରର ବକ୍ଷ ଭେଦ କାହିଁକି କଲା? ଶ୍ରବଣ କୁମାର ସେଦିନ ମୃତ୍ୟୁ ମୁଖରେ ଟଳି ପଡ଼ିଲେ।